ଆଲୋଚନା କରିନି। ଏବେ ହେଉଛି ରିସେଣ୍ଟଲି 13 ତାରିଖ ଦିନ ଗୋଟେ ହେଉଛି ମିଟିଂ ହେଇଥିଲା କେଉଁଝରରେ। କେଉଁଝର ହେଉଛି ଜିଲ୍ଲାର ବିକାଶ ପାଇଁ ହେଉଛି ଆଉ କହିଥିଲେ ଯେ ବିକାଶ ହେଉଛି ମାନେ ହେଉଛି ଆଜ୍ଞା ବିକାଶ ଭିତରେ କ'ଣ କହିବା ପାଇଁ ଚାହାନ୍ତି। ମୁଁ କହିଲି ଯେ ବର୍ତ୍ତମାନ ଯେଉଁ ମୁଖ୍ୟମନ୍ତ୍ରୀ ସିଏ ତାର ହେଉଛି ବିକାଶ ଧାରାକୁ ନେଇଛନ୍ତି। ଯଦି ଖାଲି ତ ହେଉଛି ମାନେ ଭିତ୍ତିପ୍ରସ୍ତର ସ୍ଥାପନ କରିଦେଲେ ହେଉଛି ହେଇଯିବନି। ଭିତ୍ତିପ୍ରସ୍ତର ସ୍ଥାପନ ଯଦି ମୂଲ୍ୟ ରଖିବେ, ଯଦି ହେଉଛି କାମ କରିବେ, ତେବେ ଜିଲ୍ଲାର ବିକାଶ ହେବ। ଯଦି ନ କରିବେ ଜିଲ୍ଲାର ବିନାଶ ହେବ। ଏ ବାବଦରେ ମୁଁ କହିଥିଲି ଏବଂ ହେଉଛି ମୁଁ କହିଲି ଆଉ ମଧ୍ୟ କହିଥିଲି ଖାଲି ଭାଷଣ ମାଧ୍ୟମରେ କହିଲେ ହେବନି, ଭିତ୍ତିପ୍ରସ୍ତର ସ୍ଥାପନ ମାଧ୍ୟମରେ କହିଲେ ହେବନି। ଯଦି କାମ କରିବେ ଆଗାମୀ ଦିନରେ ଜଣା ପଡ଼ିବ। ଯଦି କାମ ନ କରିବେ ଆଗାମୀ ଦିନରେ କ'ଣ ହେଲା କ'ଣ ନାହିଁ ଲୋକ ତାର ହେଉଛି ଜବାବ ଦେବେ। ଏ ବାବଦରେ ମୁଁ ହେଉଛି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କହିଥିଲି। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆମର ଦଳର ସଭାପତି ମାନ୍ୟବର ହେଉଛି ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ମୁଁ କିଛି କହିନି କି ତାଙ୍କ ନାଁ ବି ମୁଁ ନେଇନି। ଏବଂ ମୁଁ ଏହା କହିଥିଲି ଯେ ହେଉଛି ଇଏ ବିଜେଡି ସମୟରେ ଗତ ହେଉଛି ଦୀର୍ଘ ଦିନ ହେଲା କେଉଁଝର ଜିଲ୍ଲା ରାଜସ୍ୱ ଦେଉଛି, ଅଥଚ କେଉଁଝର ଜିଲ୍ଲାର କୌଣସି ବିକାଶ ହେଇପାରିନାହିଁ। ବିକାଶକୁ ସେମାନେ ଅବହେଳିତ କରିଛନ୍ତି। ଏଇଆ ମୁଁ କହିଥିଲି। ଯଦି ଏତିକି ନେଇ ଯେ ଯଦି ହେଉଛି ମୋତେ ସସ୍ପେଣ୍ଡ କରିଛନ୍ତି, ମୋର ଏଥିରେ କିଛି କହିବାର ନାହିଁ। ମୁଁ ଲୋକଙ୍କ ସାଙ୍ଗରେ ଅଛି, ଲୋକଙ୍କ ପାଇଁ କାମ କରିବି, ଆହୁରି ଅଧିକ କାମ କରିବି। ଦଳର ଯେଉଁ ସସ୍ପେଣ୍ଡ ମୋତେ ଡାକିକିରି ସସ୍ପେଣ୍ଡ କରିବା ପୂର୍ବରୁ ଯଦି ମୋତେ ଡାକିଥାନ୍ତେ, ମୁଁ ନିଶ୍ଚିତ ଭାବରେ ହେଉଛି ମାନେ ହେଉଛି ଯେହେତୁ ଦଳର ହେଉଛି ଆମର ହେଉଛି ସଭାପତି ମୁରବୀ ସିଏ, ତାଙ୍କ ପାଖକୁ ମୁଁ ନିଶ୍ଚିତ ଭାବରେ ଯାଇଥାନ୍ତି। ଯେତେବେଳେ ସସ୍ପେଣ୍ଡ କଲା ପରେ ଗୋଟେ ମୁଁ ଯାଇକିରି ହେଉଛି ତାଙ୍କୁ ଦେଖା କରିବାଟା ଠିକ୍ ନୁହଁ। ନା ଏ ବାବଦରେ କେହି ସନ୍ଦେହ କରିବାର ନାହିଁ। ହେଉଛି ମୁଁ ଛୋଟ ଛୁଆ ନାହିଁ କି ନବୀନ ପଟ୍ଟନାୟକ ଛୋଟ ଛୁଆ ନାହିଁ। ହେଉଛି ସେ ହେଉଛି ନିଜକୁ ନିଜେ ହେଉଛି ବିଚାର କରି ସେ ତ ଦେଖନ୍ତୁ ବର୍ତ୍ତମାନ ସରକାରରେ ନାହିଁ। ସରକାର ନଥାଇକି ଯେତେବେଳେ ସସ୍ପେଣ୍ଡ କରିଛନ୍ତି ତାଙ୍କୁ ସେଭଳିଆ କେହି ଇଙ୍ଗିତ ଦେଇନାହିଁ।